जय जगन्नाथ। नमस्कार प्रिय दर्शक बंधु। मु संतोष कुमार दास आपण मन मोर चैनल महर्षि एस्ट्रो एंड वास्तु रिसर्च सेंटर स्वागत जनाउछि। दर्शक बंधु, गत जो सीरीज टा हमर गला आमे गत सीरीज रे विभिन्न लग्नर व्यक्ति मान विषय आलोचना करथिले। को लग्न रे के जन्म होछि से अनुसार 2024 मसिया केमति ता पय रहइबो से विषय हम आलोचना करथिले। आज जो ये जो सीरीज टा हम आलोचना करबा से सीरीज रे हमें मासिक राशिफल विभिन्न राशि रो व्यक्ति मान पय मार्च मास किभଳି ରହିବ କି ସୁଫଳ ଅଶୁଭ ସେ ବିଷୟରେ ଆଲୋଚନା କରିବା। ସେହି କ୍ରମରେ ଆମେ କଣ କରିବା, ଆଜି ମେଷ ରାଶି ଠାରୁ ଆରମ୍ଭ କରିବା। କାହିଁକି ନା ରାଶି ଚକ୍ରର ପ୍ରଥମ ରାଶି ହେଉଛି ମେଷ ରାଶି, ସେଥିପାଇଁ ଏଇ ଘରଟା 1 ଲେଖା ହେଇଛି, ହେଲା କି। ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ। ଏମିତି ଆମର 12ଟି ରାଶି ଥାନ୍ତି। ଏ ଯୋଉ 12ଟି ରାଶି ରହିଲେ ଏ ଯୋଉ ବିଭିନ୍ନ ପ୍ରକାର ଘର ରହିଲା, ଯୋଉ 12ଟି ଘର ରହିଲା, ସେ ଘରର ନାଁ ହଉଛି ମେଷ, ବୃଷ, ମିଥୁନ, କର୍କଟ। ଏ ଘରର ନାଁ ଏଥର ବୁଝିପାରିଲେ ଗଲା। ଦ୍ୱିତୀୟ କଥା, ଆମେ ରାଶି କଥା ଆଲୋଚନା କରିବା। ଆମେ ରାଶି କେମିତି ଜାଣିବା, ଆପଣ କୁଣ୍ଡଳୀ ଆପଣ ରାଶି କେମିତି ଜାଣିବେ ନା, ଯୋଉ ଜାଗାରେ ଆପଣଙ୍କର ଚ ଲେଖା ହେଇଥିବ, ଚନ୍ଦ୍ର ହେଲା, ଯୋଉ ଜାଗାରେ ଚନ୍ଦ୍ର ଲେଖା ହେଇଥିବ ସେ ହେଇଗଲା ଆପଣଙ୍କର ରାଶି। ତେଣୁ 1 ନମ୍ବରରେ ଚ ଲେଖା ହେଲା, ଏଇଟା ହେଲା ମେଷ ଘର, ତେଣୁ ଆପଣଙ୍କର ମେଷ ରାଶି। ଆପଣ କୁଣ୍ଡଳୀରେ ଯୋଉ ଜାଗାରେ ଚ ଲେଖା ହେଇଥିବ, ଆଜି ଏପିସୋଡ ସେଇମାନଙ୍କ ପାଇଁ ଯୋଉମାନଙ୍କର ମେଷ ରାଶି ଦେଖିବେ, ଆପଣ ପ୍ରଥମ ଘରେ ଚ ଲେଖା ହେଇଥିବ, ପ୍ରଥମ ଘର ନୁହଁ ଉପର ଘରେ, ହେଲା କି। 1 ନମ୍ବର ଘରଟା ଆପଣଙ୍କ ହେଲା ଲଗ୍ନ, ହେଲା। ଏ ଯୋଉ ରାଶି ଅନୁସାରେ ମୁଁ ପ୍ରଥମ ଘର 1 ଲେଖିଛି କାହିଁକି ନା ଏଇଟା ହଉଛି ମେଷ ଘର, ସେଥିପାଇଁ ଏଠି 1 ଲେଖିଛି ପ୍ରଥମ ରାଶି। ତେଣୁ ମେଷ ଘରେ ଉପର ଘରେ ଯଦି ଆପଣଙ୍କର ଏଇ ଯୋଉ ଉପର ଘରେ ଯଦି ଆପଣଙ୍କର ଚ ଲେଖା ହେଇଥିବ ସେ ହେଇଗଲା ଆପଣଙ୍କର ମେଷ ରାଶି। ଯଦି ଆପଣଙ୍କର ଏଠି ଚ ଲେଖା ହେଇଥିବ ତଳ ଘରେ, ତାହେଲେ ଆପଣ ତୁଳା ରାଶି। ଯଦି ଏଠି ଚ ଲେଖା ହେଇଥିବ ମକର ରାଶି, ଏଠି ଚ ଲେଖା ହେଇଥିବ କର୍କଟ ରାଶି। ଯୋଉ ଘରେ ଲେଖା ହେଇଥିବ ଆପଣ ସେଇ ରାଶି, ହେଲା କି। ତେଣୁ ଆମେ ଆଜି ମେଷ ରାଶି ବିଷୟରେ ଆଲୋଚନା କରିବା। ପ୍ରଥମେ ଆମେ ମେଷ ରାଶିର ବ୍ୟକ୍ତି ମାନଙ୍କର ଆୟ ବିଷୟରେ ଆଲୋଚନା କରିବା। ଆମେ ଆୟ, ବ୍ୟୟ, ଧନ, ସ୍ୱାସ୍ଥ୍ୟ, ଶିକ୍ଷା, ପାରିବାରିକ ସମ୍ପର୍କ ଆରି ଉପରେ ଆମେ ଆଲୋଚନା କରିବା। ଆୟ, ମାର୍ଚ୍ଚ ମାସଟା ଯୋଉ ମେଷ ରାଶିର ବ୍ୟକ୍ତି ମାନଙ୍କର ଆୟ କେମିତି ରହିବ ଦେଖନ୍ତୁ। ଆମେ ଆୟଟା କୋଉ ଭାବରୁ ଗଣନା କରିଥାଏ, ଆମେ ଆୟଟା ଏକାଦଶ ଭାବରୁ ଗଣନା କରିଥାଏ। ଏକାଦଶ ଘର, ଏକାଦଶ ଘରେ କେଇଟା ଗ୍ରହ ରହିଲେ, ରାହୁ, ମଙ୍ଗଳ, ବୁଧ, ଶୁକ୍ର, ରବି, 5ଟି ଗ୍ରହ ରହିଲେ। ତ ଗୋଟାଏ ଘରେ ଏକାଧିକ ଗ୍ରହ ରହିବେ, ସେଠି ଗ୍ରହ ଯୁଦ୍ଧ ଚାଲେ, ବୁଝିପାରିଲେ। ତେଣୁ ଶୁକ୍ର ଆମେ ଜାଣିଛନ୍ତି ଧନାଧିପତି କିଏ, ସେ ଶୁକ୍ର, ହେଲା। ଏଠି ରହିଲା କି ରାହୁ ରହିଲା, ମଙ୍ଗଳ ରହିଲା, ଏଠି ଅଙ୍ଗାରକ ଯୋଗ ସୃଷ୍ଟି ହେଲା। ରବି ରହିଲେ, ଶୁକ୍ର ରହିଲେ, ଦରିଦ୍ର ଯୋଗ ସୃଷ୍ଟି ହେଲା। ତେଣୁ ଆପଣଙ୍କର 11 ତାରିଖ ପର୍ଯ୍ୟନ୍ତ, ମାର୍ଚ୍ଚ 11 ତାରିଖ ପର୍ଯ୍ୟନ୍ତ ଶୁକ୍ର ରହିବେ କୁମ୍ଭ ରାଶିରେ, ଏବଂ ରବି ରହିବେ ଆପଣଙ୍କର କେତେ ନା ମାର୍ଚ୍ଚ 15 ତାରିଖ ଯେ ରବି ରହିବେ କୁମ୍ଭ ରାଶିରେ, ହେଲା। ତେଣୁ ମାର୍ଚ୍ଚ 11 ତାରିଖ ଆପଣ ଦେଖନ୍ତୁ, ଏପଟେ ବୃହସ୍ପତିଙ୍କର ଦୃଷ୍ଟି, ବୃହସ୍ପତି ଆପଣଙ୍କର ନବମ ଦୃଷ୍ଟି ଦେଖୁଛନ୍ତି ଏକାଦଶ ଭାବ, କିନ୍ତୁ ବୃହସ୍ପତି ବର୍ତ୍ତମାନ ବକ୍ରି ଚାଲିଛନ୍ତି, ହେଲା। ବୃହସ୍ପତି ମିଥୁନ ରାଶିରେ ବକ୍ରି ଅଛନ୍ତି। 11 ମାର୍ଚ୍ଚ ବେଳକୁ ଯାଇ ମାର୍ଗୀ ହେବେ। ତେଣୁ 11 ମାର୍ଚ୍ଚ ପରେ, 11 ମାର୍ଚ୍ଚ ଶୁକ୍ର ପଳେଇ ଯାଇଥିବ ଦ୍ୱାଦଶ ଭାବକୁ, ଉଚ୍ଚ ରାଶି ପଳେଇ ଯାଇଥିବେ। ରବି ଆପଣଙ୍କର ପଳେଇ ଯାଇଥିବେ ଦ୍ୱାଦଶ ଭାବକୁ, ବୃହସ୍ପତିଙ୍କର ନବମ ଦୃଷ୍ଟି ପଡ଼ିଲା। ତେଣୁ 11 ମାର୍ଚ୍ଚ ପରେ ଟିକେ ଆପଣଙ୍କର ଆୟରେ, ବର୍ତ୍ତମାନ ଆୟରେ ମନ୍ଥରତା ଦେଖାଦିବ 11 ତାରିଖ ଯାଏ, ମାର୍ଚ୍ଚ 11 ତାରିଖ ଯାଏ ଆପଣ ଆୟରେ ମନ୍ଥରତା ଦେଖାଦିବ। ଇନକମ ଆପଣଙ୍କ ସ୍କୁଇଚ ହେଇକି ରହିବ, ଆୟଟା ଭଲ ହବ ନାହିଁ ଆପଣଙ୍କର। କାହିଁକି ନା ଯେହେତୁ ରାହୁ ମଙ୍ଗଳ ବେକାରିଆ ଖର୍ଚ୍ଚ, ଆପଣଙ୍କର ଯୋଉ ଖର୍ଚ୍ଚଟା ଆପଣ ଆବଶ୍ୟକ ନାହିଁ, ଅନାବଶ୍ୟକ ଖର୍ଚ୍ଚ, ବେକାରିଆ ଖର୍ଚ୍ଚ ଆମେ କହିବାଟା ଠିକ ହବନି, ଅନାବଶ୍ୟକ ଖର୍ଚ୍ଚ, ଯୋଉ ଖର୍ଚ୍ଚ ଆବଶ୍ୟକ ଖଟାତ୍ ଆପଣଙ୍କ ଖର୍ଚ୍ଚ ସେମିତି ଖର୍ଚ୍ଚ ଆପଣ ବ୍ୟୟ ହବ। ତେଣୁ ଆୟ ଆପଣଙ୍କର ସମ୍ପୂର୍ଣ୍ଣ ବନ୍ଦ ହେଇକରି ରହିବ। 11 ମାର୍ଚ୍ଚ ପରେ ଶୁକ୍ର ଯେତେବେଳେ ଉଚ୍ଚ ରାଶି, ଧନାଧିପତି ଯେତେବେଳେ ଉଚ୍ଚ ରାଶି, ଯେ ଶନି ରହିଲେ ବି ବ୍ୟୟ ଘରେ ଦେଖନ୍ତୁ ଆପଣ ଶନି ଅଛନ୍ତି, ତାପରେ ଆପଣ ଆୟରେ ଟିକେ ସୁଧାର ଆସିବ। ତାପରେ ବ୍ୟୟ କଥା ଦେଖିବା, 11 ତାରିଖ ବେଳକୁ ଶୁକ୍ର ପଳେଇ ଆସିବେ। ଶୁକ୍ର ହେଲେ ଧନାଧିପତି, ଦ୍ୱିତୀୟାଧିପତି। ଶୁକ୍ର ପଳେଇ ଆସିବେ ଆପଣଙ୍କର କୋଉଠିକି, ଦ୍ୱାଦଶ ଭାବକୁ ପଳେଇ ଆସିବେ, ବ୍ୟୟ ଭାବକୁ ପଳେଇ ଆସିବେ। କିନ୍ତୁ ଆପଣ ଦେଖନ୍ତୁ ଶୁକ୍ର ଏଠୁ ଉଚ୍ଚା ଫଳ ଦିଅନ୍ତି। ଆମେ ଜାଣିଛନ୍ତି ମୀନ ରାଶିରେ ଶୁକ୍ର ଉଚ୍ଚା ହେଇଯାନ୍ତି, ଉଚ୍ଚସ୍ଥ ଗ୍ରହ ସବୁବେଳେ ପାଇଁ ଶୁଭ ଫଳ ଦିଅନ୍ତି। ତେଣୁ ଶୁକ୍ର ଦ୍ୱାଦଶ ବ୍ୟୟ ଘରେ ବସିଲେ ବି ଆପଣ ବ୍ୟୟଟାକୁ କଣ୍ଟ୍ରୋଲ କରିବେ। 11 ପରେ ଧନାଧିପତି ଯଦି ସଞ୍ଚୟ କଲା ଲୋକଟା ଆସି ବ୍ୟୟ ଘରେ ବସି କଣ ବ୍ୟୟ କରିବ କି? 11 ତାରିଖ ପରେ ଟିକେ ବ୍ୟୟରେ ଆପଣଙ୍କର ଅଙ୍କୁଶ ଲାଗିବ, ହେଲା।
ଆପଣଙ୍କୁ ଅର୍ଥ ଆଗମନ ହବ, ଯେହେତୁ ଶୁକ୍ର ହଉଛନ୍ତି ଧନାଧିପତି, ଉଚ୍ଚା ରହିଲେ ଆପଣଙ୍କୁ ପଇସା ଦେବେ, କିନ୍ତୁ ଟିକେ ବିଳମ୍ବରେ ଆସିବ। କାହିଁକି ନା ଶନି ରହିଲେ, ଆପଣଙ୍କ ବ୍ୟୟ ଘରେ ଶନି ରହିଲେ ଏବଂ ଦେଖିଲେ ତୃତୀୟ ଦୃଷ୍ଟି କୋଉଠିକି ଆପଣ ଧନ ଘରକୁ ଦେଖିଲେ, ତେଣୁ ଆପଣ ପଇସା ଆପଣଙ୍କ ଆସିବ ଟିକେ ବିଳମ୍ବ ହବ। କିଏ କହିଛି 5 ତାରିଖ ଦେବ ବୋଲି 10 ତାରିଖ 15 ତାରିଖ ହେଇଯାଇପାରେ, ଏମିତି ହବ। ଗୋଟେ ଆପଣ ଲୋନ ପାଇଁ ଆପ୍ଲାଏ କରିଛନ୍ତି, ଲୋନ ଟା ହବ ବୋଲି 15 ତାରିଖ ଠିକ ଠାକ ହେଇଥିବ, ଛୁଟି ଫୁଟି ପଡିଯିବ କିମ୍ବା କୌଣସି କାରଣବଶତ ବିଘ୍ନ ହେଇକି ଶନି ଟିକେ ଲିଙ୍ଗରିଂ କରିବେ, ଜିନିଷଟା ଆପଣ ଟିକେ ଦୀର୍ଘ କରେଇବେ ହେଲା, କିନ୍ତୁ ହବ, ବୁଝିପାରିଲେ କି? ତେଣୁ 11 ତାରିଖ ଯାଏ ବୃହସ୍ପତି କଣ କରୁଛନ୍ତି, ବକ୍ରି ଚାଲିଛନ୍ତି ମିଥୁନରେ, ବକ୍ରି ଅଛନ୍ତି। 11 ତାରିଖ ପରେ, ମାର୍ଚ୍ଚ 11 ପରେ ଯାଇକି ମାର୍ଗୀ ହେବେ ହେଲା। ଆମେ ଆୟ କଥା ଚାଲିଲେ, ବ୍ୟୟ କଥା ସରିଲା। ପାରିବାରିକ ସମ୍ପର୍କ ନା ସେଇ 11 ତାରିଖ ପରେ ଯେ ପର୍ଯ୍ୟନ୍ତ ଶୁକ୍ର ଆପଣଙ୍କର ଯାଇନାହାନ୍ତି କୋଉଠିକି, ଆପଣଙ୍କର ଉଚ୍ଚ ରାଶିକି ଯାଇନାହାନ୍ତି, ସେ ପର୍ଯ୍ୟନ୍ତ ଆପଣଙ୍କର ପାରିବାରିକ ଦ୍ୱନ୍ଦ୍ୱ ଲାଗି ରହିବ। ପରିବାର ଟିକେ ଆର୍ଥିକ ସଙ୍କଟ ଦେଖନ୍ତୁ, ଅର୍ଥ ହଉଛି ଅନರ್ಥର ମୂଳ କାରଣ। ଯଦି ଅର୍ଥ ନାହିଁ, ଜଳ ବିହୁନେ ସୃଷ୍ଟି ନାଶ, ଜଳ ଗହଳେ ସୃଷ୍ଟି ନାଶ। ପଇସା ଯଦି ପାଖେ ନାହିଁ, ଘରେ ନିଶ୍ଚିନ୍ତ ଭାବରେ ଟିକେ ଦ୍ୱନ୍ଦ୍ୱ ସୃଷ୍ଟି ହବ, ଝଗଡାଟି ସୃଷ୍ଟି ହବ। ତେଣୁ 11 ତାରିଖ ପର୍ଯ୍ୟନ୍ତ ଆର୍ଥିକ ଯୋଉ ପାରିବାରିକ ସମ୍ପର୍କ ଆପଣଙ୍କର ଖରାପ ହବ। କାହିଁକି ନା ଏଇ ଆର୍ଥିକ ସମସ୍ୟା ଯୋଗୁଁ ପାରିବାରିକ ସମ୍ପର୍କ ଖରାପ ହବ। ତାପରେ ଦ୍ୱିତୀୟ କଥା ଆପଣ ଦେଖନ୍ତୁ, ଆପଣଙ୍କର 15 ତାରିଖ ରବି ପଳେଇ ଆସି ଆପଣ ଦ୍ୱାଦଶ ଭାବକୁ, ଏଠି ରବି ପଳେଇଲେ, ଶୁକ୍ର ବି ପଳେଇଲେ, କିନ୍ତୁ ରବି ଆଉ ଶନି ଯୋଉ ଦି ଯାକ ରହିଲେ, ଏଠି ସଂଘର୍ଷ ଯୋଗ ସୃଷ୍ଟି ହେଲା ଦ୍ୱାଦଶରେ। ଆପଣ ଟିକେ ଆପଣ ବାଣୀରେ ସଂଯମତା ଆଚରଣ କରିବେ, ଟିକେ ଟିକେ କଥାରେ ଆପଣ ସେ ଲୋକ ଝଗଡା କରିବେ, ବୁଝିଲା କି? ଶତ୍ରୁଟା ଆପଣଙ୍କର ବହୁତ ସୃଷ୍ଟି ହେବେ, କାହିଁକି ନା ଶନି ଦେଖନ୍ତୁ ଆପଣ ଷଷ୍ଠ ଭାବକୁ ଦେଖିଲେ, ଶତ୍ରୁ ଆପଣଙ୍କର ବହୁତ ସୃଷ୍ଟି ହେବେ। ସେଥିପାଇଁ ଆପଣ ଟିକେ କଣ କରିବେ, ସତର୍କତା ଅବଲମ୍ବନ କରିବେ, କାହା ସହିତ ଝଗଡା ଝାଣ୍ଟି କରିବେ ନାହିଁ। ବିଶେଷ କରି ଆପଣଙ୍କର ଯେହେତୁ ଏକାଦଶ ରାହୁ ମଙ୍ଗଳ ରହିଲେ, ଆପଣ ଭାଇ ଭିତରେ ଟିକେ ତିକ୍ତତା ସୃଷ୍ଟି ହେଇପାରେ। ଅନ୍ୟମାନଙ୍କ ସାଥିରେ ତିକ୍ତତା, ବିଶେଷ କରି ଭାଇ ଭିତରେ ତିକ୍ତତା, ଭାଇ ଭଉଣୀ ଭାଇ ଆଙ୍କ ଭିତରେ ତିକ୍ତତା ସୃଷ୍ଟି ହେଇପାରେ। ଜମିବାଡି ସମ୍ବନ୍ଧୀୟ ସମସ୍ୟାକୁ ନେଇ, ଆର୍ଥିକ ସମସ୍ୟାକୁ ନେଇ ଆପଣ ଝଗଡା ଝାଣ୍ଟି ହେଇପାରେ, କଥା ଥାନା ଫାଣ୍ଡି ପର୍ଯ୍ୟନ୍ତ କୋର୍ଟ କରିବାକୁ ଯାଇପାରେ। ସେଥିପାଇଁ ଟିକେ ଆପଣ ସତର୍କତା ଅବଲମ୍ବନ କରିବେ, ହେଲା କି? ତାପରେ ଆମେ ଆୟ କଥା ଦେଖିଲେ, ବ୍ୟୟ କଥା ଦେଖିଲେ, ଧନ କଥା, ପରିବାର କଥା ଦେଖିଲେ। ପରିବାର 11 ତାରିଖ ପର୍ଯ୍ୟନ୍ତ ପରିବାର ସାଙ୍ଗେ ଟିକେ ମନାନ୍ତର ସୃଷ୍ଟି ହେବ, ପରିବାର ଟିକେ ଚିଡଚିଡ, ଆପଣ ଏମିତି ସାମାନ୍ୟ ଟିକେ ମନାନ୍ତର ମନ ଦୁଃଖ ଟିକେ ରହିବ। ଆପଣ ଯୋଉ ଆର୍ଥିକ ସମସ୍ୟା ରହିଲେ, ଯୋଉ ଟେନସନ ଗୁଡା ସବୁ ହୁଏ, ସେଇ ସମସ୍ୟା ଟିକେ ରହିବ। ତାପରେ ସ୍ୱାସ୍ଥ୍ୟ କଥା ଆସିବା, ଆମର ସ୍ୱାସ୍ଥ୍ୟ କଥା ଆମେ କହୁଛେ, ଅଷ୍ଟମ ଭାବ ଦେଖିବା। ଅଷ୍ଟମାଧିପତି କିଏ, ମଙ୍ଗଳ। ମଙ୍ଗଳ ନିଜେ ହେଲା, ଆପଣଙ୍କ ରାଶ୍ୟାଧିପତି ଏବଂ ଅଷ୍ଟମାଧିପତି ହେଲେ ମଙ୍ଗଳ। ମଙ୍ଗଳ ରହିଲେ କାହା ସାଙ୍ଗରେ, ରାହୁ ସାଙ୍ଗରେ। ବହୁତ ସତର୍କତାର ସହିତ ଆପଣ ଗାଡି ଘୋଡା ଟିକେ ଯିବା ଆସିବା କରିବେ, ଗାଡି ଘୋଡା ଚଲେଇବେ ହେଲା। ଶୁକ୍ର ରବି 11 ତାରିଖ ପରେ ସିନା ପଳେଇଗଲେ, 11 ତାରିଖ ଶୁକ୍ର ପଳେଇଲେ କୋଉଠି, ମୀନ ରାଶିକି। ରବି 15 ତାରିଖ ପଳେଇଲେ, କିନ୍ତୁ ରାହୁ ମଙ୍ଗଳ ରହିଲେ ଏଠି। ମଙ୍ଗଳ ରହିବେ ଏଠି କୋଉ ପର୍ଯ୍ୟନ୍ତ ନା, ମଙ୍ଗଳ 23 ଫେବୃଆରୀ 11:33 କୁମ୍ଭ ରାଶିକି ଆସିଲେ। 2 ଏପ୍ରିଲ ଯାଏ ମଙ୍ଗଳ ଏଠି ରହିବେ ହେଲା। 23 ତାରିଖ 2 ଏପ୍ରିଲ ପର୍ଯ୍ୟନ୍ତ ରହିବେ। ତେଣୁ 2 ଏପ୍ରିଲ ପର୍ଯ୍ୟନ୍ତ ଆପଣ ଟିକେ ସତର୍କତାର ସହିତ ଚଳିବେ। କାହିଁକି ନା ରାହୁଟା ଅଚାନକ ଆପଣ ଗାଡି ନେଇ ଯାଉଛନ୍ତି, ହଠାତ୍ ଗୋଟେ ବିଲେଇ ପଶି ଆସିବ, କୁକୁର ପଶି ଆସିବ, ଗାଈ ପଶି ଆସିବ, ହଠାତ୍ ଗୋଟେ ଗାଡି କିଏ ପୁରେଇ ଦେବ, ଗାଡି ସ୍ଲିପ କରିଯିବ, ଏମିତି ସଡନ ଇନସିଡେଣ୍ଟ ସବୁ, ସଡନ ଆକ୍ସିଡେଣ୍ଟ ଇନସିଡେଣ୍ଟ ସବୁ କ୍ରିଏଟ করে କିଏ, ସେ ରାହୁ। ମଙ୍ଗଳ ହେଲେ କଣ, ମଙ୍ଗଳ ହେଲେ ରକ୍ତର କାରକ, ତେଣୁ ଆକ୍ସିଡେଣ୍ଟ କରାଇବାର ପସିବିଲିଟି ବେଶୀ ରହୁଛି। ଆପଣ ଏପ୍ରିଲ 2 ତାରିଖ ପରେ ଟିକେ ଗାଡି ଘୋଡା ସତର୍କ। ଖାଲି ଆମେ ଗାଡି ଘୋଡା କଥା ନୁହଁ, ଆପଣ ଦେଖନ୍ତୁ ଦୁର୍ଘଟଣା ବିଭିନ୍ନ ପ୍ରକାର ଅଛି। ଆର୍ଥିକ ଦୁର୍ଘଟଣା ଅଛି, ଆପଣଙ୍କର ବାଥରୁମ ଆପଣ ଯାଇ ଗୋଡ ଖସିଯିବ, ପଡିଯିବେ, କି ଗୋଟେ ପଇସା ପତ୍ର ନେଇକି ଆପଣଙ୍କୁ ପଇସା ଦବନି, ହେଲା କି? ବିଶେଷ କରି ଯେହେତୁ ମଙ୍ଗଳ ଅଛନ୍ତି, ରକ୍ତ ପିପାସୁ ଆପଣଙ୍କର ଶାରୀରିକ ଦୁର୍ଘଟଣା, ଯେମିତି ଆମେ ଗାଡି ନେଇ ଯାଉଛନ୍ତି ଆକ୍ସିଡେଣ୍ଟ ହବାର ପସିବିଲିଟି ଅଛି, କିମ୍ବା ଆପଣ ବାଥରୁମରେ ଗୋଡ ଖସିଯିବ, ପଡିଯିବେ, କିମ୍ବା ଝୁଣ୍ଟିକିରି ପଡିଯିବେ, ଏମିତି ଗୋଟେ କରିବ ହେଲା। ତାପରେ ଆମେ ଦେଖିବା ଶିକ୍ଷା କଥା। ଦେଖନ୍ତୁ ଷଷ୍ଠ ଭାବରେ ଆପଣ ପରୀକ୍ଷା କଥା, ଯୋଉ ଛାତ୍ରଛାତ୍ରୀ ପରୀକ୍ଷା ଦଉଛନ୍ତି, ବୋର୍ଡ ପରୀକ୍ଷା ଦଉଛନ୍ତି, ମାଟ୍ରିକ ପରୀକ୍ଷା ଦଉଛନ୍ତି, ଦେଖନ୍ତୁ ଶନି ଦେଖିଲେ ଆପଣଙ୍କର ଷଷ୍ଠ ଭାବକୁ ଦେଖିଲେ, ମେଷ ରାଶିର ଯୋଉ ପିଲାମାନେ ଦଉଛନ୍ତି, ସେମାନଙ୍କର ପରୀକ୍ଷାଟା ଆଶାନୁରୂପ ସେମାନଙ୍କର ହବନି। ସେ ଯୋଉ ହାରେ ଚାହୁଁଥିବେ, କିଛି ମାର୍କ ଛାଡି ଦେଇଥିବେ, କିମ୍ବା କୋଶ୍ଚିନ୍ ଛାଡିବାର ପସିବିଲିଟି ବେଶୀ ରହିବ। କାହିଁକିନା ଶନି ଟିକେ ବିଳମ୍ବରେ ବୁଦ୍ଧି ଦେଖାଏ, ମୁଣ୍ଡକୁ ଦେଖାଏ, କୋଶ୍ଚିନ୍ ଛାଡିବାର ପସିବିଲିଟି ବେଶୀ। ଯୋଉ କୋଶ୍ଚିନ୍ ଆସିବ ସେଇ କୋଶ୍ଚିନ୍ ଆସି ଘରେ କରିଦେବେ, କିନ୍ତୁ ସେଠି ଟିକେ ଟାଇମ ଟେକିଂ ହବ ତାଙ୍କୁ ହେଲା। କୋଶ୍ଚିନ୍ ଟା ଟିକେ କେତେଟା କୋଶ୍ଚିନ୍ ଛାଡିଦେବେ, ବୁଝିପାରିଲେ?
ଯଦି ଶନିଙ୍କର ଦୃଷ୍ଟି ରହିଲା ଷଷ୍ଠ ଭାବ ପରୀକ୍ଷା ଭାବଟା ରହିଲା କମ୍ପିଟିସନ ଭାବଟା ରହିଲା ଟିକେ ଆପଣ ଯୋଉ ହାର ଆଶା କରୁଥିବା ଆଶାନୁରୂପ ଫଳ ଆପଣଙ୍କୁ ମିଳିବ ନାହିଁ ଟିକେ ଆପଣ ପରସେଣ୍ଟେଜରେ କମିଯିବ କିମ୍ବା ଆପଣଙ୍କ ଯୋଉ ହାରେ ଆପଣ ଆନ୍ସର ଦେଇଥିବେ ସେଇ ଅନୁସାରେ ଆପଣଙ୍କୁ ମାର୍କ ମିଳିବନି ହେଲା ଏଇ ସବୁ ସମସ୍ୟା ଦେଖା ଦବ ହେଲା କି ତ ଦର୍ଶକ ବନ୍ଧୁ ଆଜି ଆମେ ଆଲୋଚନା କଲେ କଣ ନା ଆପଣଙ୍କର ଆୟ ବ୍ୟୟ ସ୍ୱାସ୍ଥ୍ୟ ଏସବୁ ବିଷୟରେ ଏବଂ ଆପଣଙ୍କର ଶିକ୍ଷା ଏସବୁ ବିଷୟରେ ଆଲୋଚନା କଲେ ମେଷ ରାଶିର ବ୍ୟକ୍ତିମାନଙ୍କ ବିଷୟରେ ବିଶେଷ କରି ମାର୍ଚ୍ଚ ମାସ ପାଇଁ ଆମେ ଆଲୋଚନା କଲେ ତ ଆମେ ନେକ୍ସଟ ଏପିସୋଡରେ ବୃଷ ରାଶି ବିଷୟରେ ଆଲୋଚନା କରିବା ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ମାର୍ଚ୍ଚ ମାସ କିଭଳି ରହିବ 2024 ମସିହା ମାର୍ଚ୍ଚ ମାସ କିଭଳି ରହିବ ସେ ବିଷୟରେ ଆମେ ନେକ୍ସଟ ଏପିସୋଡରେ ଆଲୋଚନା କରିବା।